ଗୋଟିଏ ଗ୍ରାମର ପାଖରେ ଦୁଇଟି ସାଧୁ ଝୋପଡ଼ିର ଘର କରି ରହୁଥାନ୍ତି ଏବଂ ସେମାନେ ଗାଁ ଗାଁ ବୁଲି ଭିକ୍ଷା କରି ଚଲୁଥାନ୍ତି। ଭିକ୍ଷା କରି ସାରିବା ପରେ ସବୁ ସମୟ ପୂଜା ପାଠରେ ମଗ୍ନ ଥାନ୍ତି। ଗୋଟିଏ ଦିନ ବର୍ଷା ଏବଂ ଜୋରରେ ପବନ ଆସୁଥିବାରୁ ତାଙ୍କ ଝୋପଡ଼ିର ଘର ଉପର ଅଧ ଜାଗା ଭାଙ୍ଗିଗଲା ଏବଂ ଅଧିକତମ ବର୍ବାଦ ହୋଇଗଲା। ସେ ଦୃଶ୍ୟ ଦେଖି ପ୍ରଥମ ସାଧୁ ଦୁଃଖରେ ଭରିଗଲା ଆଉ କହିଲା, ହେ ଭଗବାନ, ତୁମେ ମୋ ସାଥିରେ କ'ଣ କଲ? ମୋ ଭକ୍ତି ପୂଜା ପାଠର ଫଳ କ'ଣ ଏହା ଦେଲ? ସୁଖ ବଦଳରେ ଦୁଃଖ ଦେଇଦେଲ। ଏହା କହି ରାଗିଯାଇ ଗୋଟିଏ ଗଛ ତଳେ ବସି ପଡ଼ିଲା। ଏତିକି ସମାଜରେ ଦ୍ୱିତୀୟ ସାଧୁ ଆସିଲା ଏବଂ ଏ ଦୃଶ୍ୟ ଦେଖି ଖୁସି ହୋଇଗଲା ଏବଂ ଭଗବାନଙ୍କୁ ଧନ୍ୟବାଦ ଦେଲା ଏବଂ କହିଲା କି ଏମିତି ବର୍ଷା ଏବଂ ଏମିତି ଜୋରରେ ଆସୁଥିବା ପବନ ତ ବଡ଼ ବଡ଼ ଗଛ ଘରକୁ ପୁରା ବର୍ବାଦ କରିଦିଏ, କିନ୍ତୁ ତୁମେ ତ